नमस्कार। ଯାହାକୁ ନବୀନ ବାବୁ ବ୍ରେକ୍ ମାରିଥିଲେ, ବନ୍ଦ କରିନଥିଲେ, ବ୍ରେକ୍ ମାରିଥିଲେ, ତାକୁ ପୁଣି ଆଉ ଥରେ ପିକଅପ୍ ଦେଇଦେଲେ ମୋହନ ମାଝୀ। ମାର ବଳିଆ ମାର ପେଣ୍ଡୁ ଏକା ମାଡକେ ନେଟ୍ ଛିଣ୍ଡୁ। ଥରକେ ବଢିଲା, ଏକା ଥରକେ 3 ଗୁଣା ବଢିଲା ଦରମା, ବଢିଲା ଭତ୍ତା, ବଢିଲା ଟେଲିଫୋନ ବିଲ୍ର ଭତ୍ତା, ଏକା ଥରକେ 3 ଗୁଣା, 3 ଲକ୍ଷ ଟଙ୍କା। ତହିଁକି ପେନସନ ମଧ୍ୟ ବଢିଗଲା। ଦରଦାମ ମୁଦ୍ରାସ୍ଫୀତି ମୋଦି କହିବା କଥା ନିୟନ୍ତ୍ରଣରେ ଅଛି। ଭାରତ ବର୍ତ୍ତମାନ ଆର୍ଥିକ ବିକାଶରେ ଟକ୍କର ଦଉଛି ଜାପାନକୁ। ସକାଳ ହେଲା ବେଳକୁ ଆମେ କାଲକୁଲେଟର ଟିପିକି ଦେଖିଦେଇ ପାରିବା, ଯେମିତି ଇଭିଏମ୍ ମେସିନରୁ ରିପୋର୍ଟ ବାହାରୁଛି ସେମିତି ରିପୋର୍ଟ ବାହାରି ଯାଇପାରେ ଯେ ଆମେ ଜାପାନଠୁ ଆହୁରି ହାତେ ଉପରକୁ ପଳେଇଲୁଣି। ଇଏ ବେଳରେ ଡବଲ ଇଞ୍ଜିନରେ ବିଧାୟକ ମାନଙ୍କର ଭତ୍ତା ବଢିବା ଗୋଟେ ସାଧାରଣ କଥା, କିନ୍ତୁ ଏକଥା ମଧ୍ୟ ବାର୍ତ୍ତା ଦେଲା ଯେ ଟଙ୍କା 3 ଲକ୍ଷ ନହେଲେ 4 ଚକିଆ ଗାଡିରେ ବସିବା, ଆସିବା, ଗାଁରୁ ଆସି ଭୁବନେଶ୍ୱରରେ କିଛି ଦିନ ରହିବା ସମ୍ଭବ ନୁହେଁ। ତାହା ଆମ ପାଇଁ ବିଶେଷ ଉଦ୍ବେଗର କାରଣ ନୁହେଁ। କିନ୍ତୁ ସାମାଜିକ ଗଣମାଧ୍ୟମ ଦେଖିଲେ କିଛି ଟ୍ରୋଲ, ଯେଉଁମାନେ ସରକାରଙ୍କ ପାଇଁ ଟ୍ରୋଲ କରିବା ପାଇଁ ସର୍ବଦା ପ୍ରସ୍ତୁତ, ସେମାନେ 2 ଦିନ ତଳେ ଭାରି ବ୍ୟସ୍ତ ହେଉଥିଲେ କାହିଁକି ଶିକ୍ଷକମାନେ 50,000 ପାଖାପାଖି ଦରମା ପାଇଁ ଦାବି କରୁଛନ୍ତି, ଯେତେବେଳେ ସରସ୍ୱତୀ ସ୍କୁଲରେ 8-10 ହଜାର ଟଙ୍କାରେ କାଳେ ମାଷ୍ଟର ମିଳିଯାଉଛନ୍ତି। ତାଙ୍କୁ ଅବଶ୍ୟ ଗୁରୁ ମା ଗୁରୁ ବାପା ବୋଲି କୁହାଯାଉଛି, ଆଙ୍କୁ ଶିକ୍ଷକ ବୋଲି କୁହାଯାଉଛି। ତେବେ ଗୁରୁ ବାପା ଗୁରୁ ମା ମାନେ ତାଙ୍କର ଭତ୍ତାକୁ 8,000-10,000ରୁ ଡିଆଇବା ପାଇଁ ପ୍ରସ୍ତୁତ ନୁହନ୍ତି, ଇଏ ମଧ୍ୟ ଆମ ପାଇଁ ଆଚମ୍ବିତ ହେଲା ଭଳି ଗୋଟାଏ ଖବର। ବଳିଆ ପେଣ୍ଡୁ ମାରିଛି, ଏକା ମାଡକେ ନେଟ୍ ଛିଣ୍ଡେଇ ଦେଇଛି। ଯେଉଁମାନେ ବିଧାନସଭା ବାହାରେ ଶୀତ କାକରରେ ମା ମାନେ, ମହିଳା ମାନେ ଅସହାୟ ହେଇକି ଥରଥର ହେଇକି ପଡିଥିଲେ, ଏବେ ବି ପାଚିକା, ଅଙ୍ଗନବାଡି କର୍ମୀ ଏମାନେ ଛିକ୍ ଛାକର ଦରରେ ଦରମା ପାଆନ୍ତି। ଦରମା ତ ପାଆନ୍ତିନି, ହେ ଗୋଟେ ହାତ ଗୁଞ୍ଜା ବକ୍ସିସ ରେଟରେ ପଇସା ଧ, ଘରକୁ ଯା। ଇଏ ବିଚାର ଭିତରେ ଆମେ ଓଡ଼ିଶା ନାମକ ରାଜ୍ୟରେ ଅଛୁ। ବାହାରେ ବିଶ୍ୱାସ କରାଯାଏ ଯେ ଓଡ଼ିଶା ଏକ ଗରିବ ରାଜ୍ୟ। ବିଶ୍ୱାସଟା ପୁରା ଭୁଲ। ଓଡ଼ିଶା ଏକ ଧନୀ ରାଜ୍ୟ। ଓଡ଼ିଆ ମାନେ ଦରିଦ୍ର, ଓଡ଼ିଆ ମାନେ ଗରିବ। ଓଡ଼ିଶା ଯଦି ଗରିବ ହେଇଥାନ୍ତା, ଆଜି ଇଣ୍ଡିଆ ବି ଦରିଦ୍ର ହେଇଯାଇଥାନ୍ତା। ଆଜି ସରକାର ଯୋଉ ଠଣଠଣି ଗଣୁନା, ସିଏ ହଉଛି ଓଡ଼ିଶାର ଖଣି ରାଜସ୍ୱ। ଓଡ଼ିଶାର ଖଣି, ଓଡ଼ିଶାର ପାଣି, ଓଡ଼ିଶାର ପବନ, ଓଡ଼ିଶାର କୋଇଲା। ଓଡ଼ିଶାବାସୀ ପବନ ଆହାରରେ ବଞ୍ଚିଛନ୍ତି। ସେଇ ଓଡ଼ିଶାର 147 ଜଣ ବିଧାୟକ 3 ଲକ୍ଷ ଟଙ୍କା ଯେଉଁମାନେ ମାସକୁ ମାସ ଗଣି ନେବେ, ଛେପ ଲଗେଇକିରି 500 ଟଙ୍କିଆ ନୋଟ ଗଣି ନେବେ, ସେଇ ରାଜ୍ୟରେ 107 ଜଣ, 147ରୁ 107 ଜଣ ଏପରି ବିଧାୟକ ଅଛନ୍ତି ଯେଉଁମାନେ ସତ୍ୟ ପାଠରେ ଉଲ୍ଲେଖ କରିଛନ୍ତି ଯେ ଆମ୍ଭେ କୋଟିପତି ଅଟୁ। ସେଇଭଳି କିଛି କୋଟିପତି ବିଧାୟକ ମାନଙ୍କର ବାଇକ୍ ବର୍ତ୍ତମାନ, ଯେଉଁମାନେ 5,000, 8,000, 10,000 ଟଙ୍କାରେ କେମିତି ସରସ୍ୱତୀ ସ୍କୁଲରେ ଗୁରୁମା ଗୁରୁ ବାପା ମାନେ ବଞ୍ଚି ଯାଉଛନ୍ତି, ତାଙ୍କ ସହିତ ଟିକେ ମହାମୁହିଁ ଆଲୋଚନା କରିକି ମୋବାଇଲ ଦେଖିକି ଟିକେ ରିଲ୍ ଆଣିବାର ଆବଶ୍ୟକତା ଅଛି, ରିଲ୍ ତିଆରି କରି ଛାଡ଼ିବାର ଆବଶ୍ୟକତା ଅଛି। କେମିତି ଜଣେ 10,000 ଟଙ୍କାରେ ବଞ୍ଚୁଛି, କିଭଳି ଜଣେ କୋଟିପତି 107 ଜଣ, ତା ଭିତରୁ ସେଇ 107 ଜଣ ତାଙ୍କୁ ମଧ୍ୟ ଲକ୍ଷେ ଟଙ୍କା ଅଣ୍ଟୁ ନେଇ ସେମାନେ ସେବା କରୁଛନ୍ତି, ଉତ୍ସର୍ଗୀକୃତ ସେବା। ଯୋଉ ରାଜ୍ୟରେ ଲକ୍ଷେ ସରିକି ପିଲା ପିଜି କରିଛନ୍ତି, ପିଏଚଡି କରିଛନ୍ତି, ବିଟେକ୍ କରିଛନ୍ତି, ବୟସ 55 ଡେଇଁ ସାରିଲାଣି, କେହି ଅବସର ଗ୍ରହଣ କରିସାରିଲେଣି। ସମାନ କାମକୁ ସମାନ ଦରମା, ସୁନ୍ଦର ଉକ୍ତି ଅଛି ସୁପ୍ରିମକୋର୍ଟଙ୍କର। 20,000 ମ୍ୟାକ୍ସିମମ୍ ଦରମା ନେଇ ଘରକୁ ଯାଉଛନ୍ତି, ପାଖରେ ବଡ ବାବୁ ଲକ୍ଷେ ଟଙ୍କା ଦରମା ପାଇକି ଗୋଡ ଉପରେ ଗୋଡ ପକେଇ ଟିକି ଟିକି ହଲଉଛନ୍ତି। ମ୍ୟାକ୍ସିମମ୍ ବଡ ବାବୁଙ୍କୁ କମ୍ପ୍ୟୁଟର ଅପରେସନ ଜଣା ନାହିଁ, କମ୍ପ୍ୟୁଟରର ପାସୱାର୍ଡ ମଧ୍ୟ ସେମାନେ ଆପ୍ଲାଏ କରିପାରିବେ ନାହିଁ। ମୋବାଇଲଟି ଆଣିଲେ ସେ ଆଉଟସୋର୍ସିଂ କର୍ମୀକି ଦଉଥିବେ, ବାବୁରେ ମାରେ ଟିକେ ଦେଖେ କାହିଁକି ମୋ ମୋବାଇଲଟା କାମ କରୁନି, ତାକୁ ମଧ୍ୟ ଅପରେସନ ଠିକରେ ଜାଣି ନଥିବେ, ଜାଣିବା ଉଚିତ। ଯେଉଁମାନେ ଏତିକି ସପୋର୍ଟ ଦଉଛନ୍ତି ତାଙ୍କ ଅବସ୍ଥା କହିଲେ ନ ସରେ। ଏମାନଙ୍କ କଥା କିଏ ଚର୍ଚ୍ଚା କରିଥାନ୍ତା? ଆଚ୍ଛା, ଯିଏ 3 ଲକ୍ଷ ଟଙ୍କା ଦରମା ପାଇବ, ତା ପିଲା କଣ ଅଣ୍ଡା ଦିଆ ଆଉ ସୋୟାବିନ ଖିଆ ସ୍କୁଲକୁ ଯିବ? ଯଦି ତା ପିଲା ଅଣ୍ଡା ଦିଆ ସୋୟାବିନ ଖିଆ ସ୍କୁଲକୁ ନ ଯିବ, ତେବେ ସିଏ ସେ ଦର୍ଦ
केमिति महसूस करिवो से जंत्रणा को केमिति अनुभव करिवो जेतेबेले अंडा दिया स्कूल पाखरे गेट पाखरे झुलिकी पिलाटा देखे बस रे आउ गोटे स्कूल रो पिला जाउजे साई इंटरनेशनल स्कूल डीपीएस स्कूल किट इंटरनेशनल स्कूल को पिला जाउची सेतेबेले से जो जंत्रणा नोथबो मेरा बाप गरीब है ए जो गरीबंको ओडिशा भितरे गोटे भिक्ट्री हेची मोहन माझींकर एका माडेके नेट छिंडिची प्रति विधायक को 3 लाख दरमा कहीं विरोध करिवार आवश्यकता नहीं आमर गोटे व्यवस्था अच्छी लेजिस्लेटिव जुडिशियरी एडमिनिस्ट्रेटिव ये जो 3टा क्लब ये 3टा क्लब ऊपर जोटा छिड़ा हेची ताकू कुआ होची भारत वर्षर गणतंत्र ये गांधीर देश गांधी कहते सबुठू दरिद्रतम लोक जोठी अच्छी सी जो न्याय पाउची सी जो सुविधा पाउची ताकू अनुभव कर ताकू बदलैया को चेष्टा कर तेबे समय बदली समय बदली गला अच्छे दिन आ गया लक्षे सरिकी आउटसोर्सिंग रे पिला सरकारी क्षेत्र रे एपटे लक्षे सरिकी पिला बिजुली क्षेत्र रे ये बिजुली आमर नुह बिजुली टाटा कंपनी रो तेणु बिजुली मध्य ओडिशार नुह सरकार एथिरे मुंड पुरेबार नाही ए कान रे पसई से कान रे बाहर कर देबार अछि जेतेबेले विरोधी दल रे थिबा सेतेबेले ढाकदेनी की घंट पिटिकी नाचबा जे एमान को काहे की रेगुलर कल नाही सरकार पाखे उत्तर होची पैसा नाही पैसा नाही पैसा नाही पैसा नाही पैसा नाही पैसा नाही सरकार रे विधायक दरमा 3 लाख जोठी की 147 रु 107 जन घोषित कोटिपति कई कही पारती कोटिपति माने कौन विधायक हवा पाप नाई 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 कोटिपति माने विधायक हवा पुण्य किंतु दरिद्रतम लोक जोठी सबुठारु अधिका सेठारे अधिका कोटिपति जेतेबेले रिप्रेजेंटेटिव हुवंती से देशर गणतंत्र को अवस्था को जाए ये कथा चिंता करबा पाप पुण्यर ऊर्ध्वरे गणतंत्र एक महनीय आवश्यकता ये कथा को जो माने ट्रोल करुथिले 10,000 टंगा केमिति मास्टर चलुचंदी आंकु बाडाओ आंकु सस्पेंड करो आंकु चाकरी हटे दे ये नॉट माने केवल मास्टर शिक्षक मानक प्रति ट्रोल न ये ट्रोल ओडिशार प्रत्येक गली कंदीरे जीवन जीविका पाई जंत्रणा नोथिबा संघर्ष करुथिबा ऑटो ड्राइवर ठू आरंभ करी सेल्स बॉय सेल्समैन बेकरे बोझ बोही बोही करी सकाळ 8 रु राती 8 खटुथिबा जो डिलीवरी बॉय समस्तंक पाई एक जंत्रणा ये जंत्रणार आहुरी विकल चित्र होची जने विधायक को 3 लाख टंका दरमा 2022 रे विक्रम आरुख जेतेबेले थिले बाचस्पति सेतेबेले विधायक अमर शतपथींकर अध्यक्षतार गोटे कमिटी गठन होइथिला विधायक को टिके अधिका माल दरकार बोली अधिका वेतन भत्ता माल कले असम्मान अधिका वेतन भत्ता दरकार सेमानकर कोडुआट किंतु माल वेतन भत्ता दरकार से कमिटी ता रिपोर्ट देला नवीन बाबू कहले रही जाओ सिचुएशन ठीक नहीं नवीन बाबू कहले रही जाओ फाइल रही गला सी मध्य पसैलानी नुआ कमिटी हला नुआ कमिटी सुपारिश कला 147 लोक समस्ते हाथ टेकिले डेमोक्रेसी जहाँ सर्वाधिक लोक कहे से ही घटब समस्ते हाथ टेकिले रिश्ता मंजूर हो गला किंतु जिते मंजूर है बोधता देखु 18 दिन बाकी अच्छी विधानसभा बंद हो गला जाओ पास नियो कटक रे खेल देख ताली मार अच्छे दिन आ गया खुशी हुआ राति जुआड़े जाओ जाओ गाँ को फेरी जाओ घर को फेरी जाओ मोज कर 18 दिन आगुरी विधानसभा सरीगला जो माने 18 दिन काल प्रिपेयर करथिले निजर अभियोग निजर हारी निजर गुहारी गणतंत्रर मंदिर विधानसभा आगे प्रकाश करिवे से माने एबे किंग कर्तव्य विमूढ़ एहा ही आम गणतंत्रर आउ एक वैचित्र्यता आमे किंतु 43,000-44,000 कोटी टंका ए वर्ष खोला बजार ऋण कर विधायक माने सुझिबेनी आम पिला नाती माने सुझिबे आम पिला नाती माने सुझिबे आमे जहाँ रोजगार करिवो एई भड़िया स्कूल स्थिति आम पिला माने से स्कूल ले पाठ पढ़ी पारिबे नाही कुआ जाय जेडिकी बाउंस सेडिकी पुल जेतिकी रोजगार करिवो तार अधारु अधिका घर बडारे दबो मेडिसिन रे दबो पिला को पाठ पढ़ाइबारे दबो आमको लक्ष टंका बहुत अधिका किंतु तांको लक्ष टंका पोसैला नहीं सी काले जुआड़े जाती खाली खाम बांटी पकाती किए कौच आम व्रतघर में खाम बांटी पकाउछु बाहागर में खाम बांटी पकाउछु क्रिकेट मैच रे खाम बांटी पकाउछु डाक्तरखाना रे खाम बांटी पकाउछु मोटे कलेक्शन करते केवल खाम बांटी पकाती आपण अंचल विधायक किए से केते कलेक्शन करती कि खाम बांटती जदि आपण पाखे तथ्य थी दयाकोरी टिके कमेंट जनइबे कमेंट देबे लाइक करिवे डिसलाइक करिवे निश्चित भाव में सब्सक्राइब करिवे जदि एपर्यंत सब्सक्राइब करना तो तले जो घंटी चिन्ह अच्छी
ସେଥିରେ ଚାପ ଦେଲେ ଆପଣ ଆମ କାର୍ଯ୍ୟକ୍ରମର ନିୟମିତ ସବସ୍କ୍ରାଇबर ହେଇପାରିବେ। ସବସ୍କ୍ରିପସନ ଏବଂ କମେଣ୍ଟ ଦୁଇଟି ଯାକ ରହିଲେ ୟୁଟ୍ୟୁବର ଆଲଗୋରିଦମ ବୁଝିବ ଆପଣ ଆମ କାର୍ଯ୍ୟକ୍ରମ ଦେଖିବାକୁ ଆଗ୍ରହୀ, ଆମକୁ ମଧ୍ୟ ଏହା ଇନ୍ସପାୟାର କରିବ, ଆମର ଆସନ୍ତା କାର୍ଯ୍ୟକ୍ରମ ମାନ ଆପଣଙ୍କ ପେଜରେ ପରିଦୃଷ୍ଟ ହେବ। ଏବେ ଆସିବା ମୂଳ ବିଷୟବସ୍ତୁ। ଆପଣଙ୍କର ମନେ ଅଛି ପ୍ରଣବ ପ୍ରକାଶ ଦାସ ଜଣେ ବିଧାୟକ ଥିଲେ, ବିଜୁ ଜନତା ଦଳର ସର୍ବଶକ୍ତିମାନ ବିଧାୟକ ବୋଲି ତାଙ୍କୁ କୁହାଯାଉଥିଲା। ସେ ଘର ଭିତରେ ତାଙ୍କ ସରକାରୀ କ୍ୱାର୍ଟର ଭିତରେ ଆଉ ଗୋଟେ କ୍ୱାର୍ଟର କରିଦେଇଥିଲେ। ମିଡିଆ 2 ଦିନ 3 ଦିନ କାଳ ହଟଚମଟ ହେଲା। ଘର ଭିତରେ ରଙ୍ଗଶାଳା, ଘର ଭିତରେ ସୁଇମିଂ ପୁଲ, ଘର ଭିତରେ ପଲଙ୍କ ସେବା। ତାଙ୍କ ପଡ଼ିଶା ଘରେ ଜଣେ ଅସୁସ୍ଥ ବିଧାୟକ ଯିଏକି ହାରି ଯାଇଛନ୍ତି, କ୍ୱାର୍ଟର ଛାଡ଼ି ନଥିଲେ, କିଡନୀ ଟ୍ରାନ୍ସପ୍ଲାଣ୍ଟ କରିକି ଆସିଛନ୍ତି, ତାଙ୍କ ଘରେ ଡେଇକି ସାମ୍ବାଦିକ ମାନେ ପାଚେରୀ ଧରିକି କ୍ୟାମେରା ଧରିକି ପଶିଲେ। କଣଟା ସେଠୁ ଫଟୋ ଉଠେଇଲେ ଆମେ ଜାଣିନାହୁଁ, କିନ୍ତୁ ଆମେ ସାମ୍ବାଦିକତା କରୁଥିବା ହେତୁ ଏତିକି ଜାଣିଛୁ, ନିଟ୍ ପ୍ରଶ୍ନପତ୍ର ଯୋଉ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ତାର ଏଭଳି ଭାବରେ ସେ ସିଟ୍ ଗୁଡ଼ିକୁ ବାଣ୍ଟି ଦିଆଯାଇଥିଲା ଥିଲା ବାଲା ଲୋକଙ୍କ ପାଖରେ। ଯିଏ ନଥିଲା ବାଲା ଘରର ପିଲା ଟ୍ୟାଲେଣ୍ଟ ଅଛି, ସଂଘର୍ଷ କରୁଛି, ସେ ସିଟ୍ ପାଇଲେ ନାହିଁ। ସେ ଏକ ଲମ୍ବା ଅଧ୍ୟାୟ ଆମର ଅତୀତ ଏପିସୋଡ ଦେଖିଲେ ଆମେ ଜାଣିବେ, ଯୋଉଥିରେ କି ଧର୍ମେନ୍ଦ୍ର ପ୍ରଧାନ ସିଧା ଅଭିଯୁକ୍ତ। ତାଙ୍କ କଥାକୁ ସର୍ବଭାରତୀୟ ସ୍ତରରେ ଆଲୋଚନାକୁ ଚାପିଦେବା ପାଇଁ ଇଏ ଗୋଟେ ବଡ଼ ଖୋରାକ ଥିଲା ଗଣମାଧ୍ୟମ ପାଇଁ। କିନ୍ତୁ ଆପଣ ଶୁଣିଛନ୍ତି ମୋହନ ମାଝୀ ନିଜର କ୍ୱାର୍ଟର ଖର୍ଚ୍ଚ କରିବା ପାଇଁ କେତେ ପଇସା ନେଇଛନ୍ତି? ଜାଣିବା ଦରକାର। ଯୋଉମାନେ ପଇସାରେ ଚଳିପାରନ୍ତିନି, ଯୋଉମାନେ ଦରିଦ୍ର ଓଡ଼ିଶାର ଲୋକ ପ୍ରତିନିଧି, ମୋହନ ମାଝୀଙ୍କର 2ଟା ଘର। ଯେମିତି ଧନୀ ଲୋକଙ୍କ ଘରେ 2ଟା ଫ୍ରିଜ, ଗୋଟେ ଅରୁଆ ଫ୍ରିଜ, ଗୋଟେ ଉଷୁନା ଫ୍ରିଜ, ମୋହନ ମାଝୀଙ୍କର 2ଟା ଘର, ମାନେ ସରକାରୀ ଘର, ନିଜ ଘର। ସେ ଯୋଉ ସରକାରୀ ଘରରେ ଗୋଟେ ଘରେ ରିପେୟାରିଂ ପାଇଁ, ମରାମତି ପାଇଁ ଖର୍ଚ୍ଚ ହେଇଛି 50,10,871 ଟଙ୍କା। 50 ଲକ୍ଷ ଟଙ୍କା ଯିଏ ଘର ମରାମତିରେ ଖର୍ଚ୍ଚ କରୁଛି, ନୂଆ ଘର ତିଆରି ମରାମତିରେ ଖର୍ଚ୍ଚ କରୁଛି, ତାକୁ କଣ 3 ଲକ୍ଷ ଟଙ୍କା ଆଉ ପୋଷେଇବ? କେବଳ ସେଇଠି ନୁହଁ, ଯୋଉ ଆର ଘରଟା ଖର୍ଚ୍ଚ ହଉଛି 23,47,487 ଟଙ୍କା, ମାନେ ବର୍ଷେ ହେଇନି ମନ୍ତ୍ରିମଣ୍ଡଳ, ୟା ଭିତରେ ମରାମତିରେ ଖର୍ଚ୍ଚ ଏତିକି ଗଲାଣି। କେବଳ ସେତିକି ନୁହଁ, ଯୋଉ ତଥ୍ୟ ବିଧାନସଭା ତଥ୍ୟ, ଇଏ ତଥ୍ୟ କହୁଛି ଯୋଉମାନେ ବହୁତ ମାନେ ବିଧାୟକଙ୍କର ତ ନାଁ ନାହିଁ ଏଥିରେ, ଯୋଉ ଲିଷ୍ଟ ଆମ ପାଖରେ ଅଛି, ବିଧାୟକ କହିଲେ ତ ଆହୁରି ଅଧିକା ହେଇଯିବ। ଏଥିରେ ମନ୍ତ୍ରୀମାନେ ଅଛନ୍ତି, ଯେମିତି ଗୋକୁଳାନନ୍ଦ ମଲ୍ଲିକ, ସିଏ 18 ଲକ୍ଷ ଉପରେ ନେଇଛନ୍ତି। କେବି ସିଂହଦେଓ 28 ଲକ୍ଷ ଉପରେ ନେଇଯାଇଛନ୍ତି। ସମ୍ପଦ ସ୍ୱାଇଁ ସେ 19 ଲକ୍ଷ ଉପରେ ଟଙ୍କା ସିଏ ନେଇନାହାନ୍ତି, ମାନେ ଘର ମରାମତି ପାଇଁ। ଯଦି ମୁଁ କହୁଛି, ମୁଁ ପ୍ରତ୍ୟାହାର କରିନେଉଛି, ନେଇଯାଇଛନ୍ତି ଶବ୍ଦଟା ପ୍ରତ୍ୟାହାର କରିନେଉଛି, କହୁଛି ମରାମତି ପାଇଁ ଖର୍ଚ୍ଚ ହେଇଛି। ବିଭୂତି ଜେନା 10 ଲକ୍ଷ, କୃଷ୍ଣଚନ୍ଦ୍ର ମହାପାତ୍ର 17 ଲକ୍ଷ, ପୃଥ୍ୱୀରାଜ ହରିଚନ୍ଦନ 20 ଲକ୍ଷ, ଗଣେଶ ରାମ ସିଂ ଖୁଣ୍ଟିଆ 25 ଲକ୍ଷ, ସୂର୍ଯ୍ୟବଂଶୀ ସୁରତ 25 ଲକ୍ଷ, ମୁକେଶ ମହାଲିଙ୍ଗ 18 ଲକ୍ଷ। ଇଏ ମାନେ ଯୋଉ ବଡ ବଡ, ତା ତଳକୁ 13 ଲକ୍ଷ, 12 ଲକ୍ଷ, 10 ଲକ୍ଷ ଇଏ ବି ଅଛନ୍ତି। ଏସବୁ ହଉଛି ଆଙ୍କର ମାନେ ବିଳାସ ତ କହିବାନି, କୁଟୀର ମରାମତି ଖର୍ଚ୍ଚ। ଇଏ ହଉଛି ଓଡ଼ିଶାର ବର୍ତ୍ତମାନ ସ୍ଥିତି, ଆର୍ଥିକ ସ୍ଥିତି। କେବଳ ଏତିକି ନୁହଁ, ଏବେ ଗୋଟେ ଅଭିଯୋଗ ଆସୁଛି, ବିଧାୟକ ମାନଙ୍କର ଖଣିଜ ସମ୍ପଦ, ଆଦାନୀ ଆମ୍ବାନୀ, ବେଦାନ୍ତ, ଜିନ୍ଦଲ, ଟାଟା, ଏଠି ଆଉ ହାତ ମାରିବାର, ଏଇ ଇଞ୍ଜିନର ପାଇଲଟ ମାନଙ୍କର ହାତ ମାରିବାର ଦକ୍ଷତା ନାହିଁ। ତେଣୁ ଏବେ ଆଟାକ ହଉଛି ଲଘୁ ଖଣିଜ। ଲଘୁ ଖଣିଜ ବେଲେ ମୋରମ, ପଥର, ବାଲି, ଦାରୁ ବି ଅଛି। ତାପରେ ଏଠି ଯୋଉ ଲୋକାଲ ଦାରୁ, ଏଠି ଯିଏ ହାତ ମାରି ପାରିଲା ସିଏ ଲାଲେ ଲାଲ କଚେ ପୁଅ ବାର। ୟା ପଛରେ ଲଜିକ ଅଛି, ଆମେ କହିବା ପଛରେ ଯୁକ୍ତି ଅଛି। 23-24 ଆର୍ଥିକ ବର୍ଷରେ ସରକାର ଖଣି ରାଜସ୍ୱରୁ, ଲଘୁ ଖଣିଜ ରାଜସ୍ୱରୁ ପାଇଥିଲେ 1485 କୋଟି ଟଙ୍କା। 24-25ରେ ସିଏ ହେଇଗଲା 600 କୋଟି ଟଙ୍କା। ବାଲି ଦର 4 ଗୁଣା। ଯିଏ ଘର ତିଆରି କରୁଛି ସେ ଜାଣୁଛି ବାଲିର ଦର କେତେ। ବାରମ୍ବାର ଅଭିଯୋଗ ହଉଛି, ଜଣେ ବିଧାୟକ କିଏ ଅଛନ୍ତି ଲିପୁ ସାହୁ, ସିଏ ମୁଖ୍ୟମନ୍ତ୍ରୀଙ୍କର ଆଖି ନାକ କାନ, ମୁଖ୍ୟମନ୍ତ୍ରୀଙ୍କ ପରିବାରର ଆଖି ନାକ କାନ, ସମସ୍ତ ଅଭିଯୋଗ କରୁଛନ୍ତି ସେ ଜଣେ ପ୍ରକାଣ୍ଡ ବାଲି ମାଫିଆ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ଉତ୍ତର ନାହିଁ। ଖଣି ମନ୍ତ୍ରୀ ବିଭୂତି ଜେନା, ତାଙ୍କ ଅଣ୍ଡରରେ ମଧ୍ୟ ବାଲି ମାଫିଆ, ବାଲି ଡନ୍ ମାନେ କଣ୍ଟ୍ରୋଲ। ଅଭିଯୋଗ ରୀତିମତ ସାମାଜିକ ଗଣମାଧ୍ୟମରେ ଆସୁଛି। ପ୍ରଦୀପ ବଳ ସାମନ୍ତ ଜଣେ ମନ୍ତ୍ରୀ, ସିଏ ନୟାଗଡ଼ରେ ନିଜ କହିଲେ ନାହିଁ, ପର ଲୋକକୁ ଦେଇ ହବନି, ପଥର କଟା ଟେଣ୍ଡର ନିଜ ସ୍ତ୍ରୀ ନିଜ ପୁଅ ନାଁରେ ନେଇଯାଇଛନ୍ତି। ଆସ୍କାର ଜଣେ ବିଧାୟକ ସରୋଜ ପାଢୀ ଏବେ ବହୁତ ଚର୍ଚ୍ଚାରେ ରହୁଛନ୍ତି ସୋସିଆଲ ମିଡିଆରେ, ତାଙ୍କୁ ମଧ୍ୟ ସେ ବାଇଟ୍ ଦେଖିବେ, ଲକ୍ଷେ ଟଙ୍କା ପୋଷଉନି। ସେ ବାଲି ମାଫିଆକୁ ଫୋନରେ କଥା ହଉଛନ୍ତି, କେତେ ଲକ୍ଷ୍ମୀଟା କେବେ ପଠେଇବୁ, ଯାହା ଆଲୋଚନା ସୋସିଆଲ ମିଡିଆରେ ବେଗବାନ ହଉଛି। ଏ ଅବସ୍ଥା ଭିତରେ ସାଧାରଣ ମଣିଷ କରିବ କଣ? ଯୋଉମାନେ 3 ଲକ୍ଷ ଟଙ୍କା ଦରମା ପାଇବେ, ତାଙ୍କ ପିଲାଏ ସେଇ ସ୍କୁଲରେ ପାଠ ପଢିବେ ନାହିଁ, ତାଙ୍କ ପିଲାଏ ଆଉଟସୋର୍ସିଂରେ ଚାକିରି କରିବାର ସମ୍ଭାବନା ନାହିଁ। ଏବଂ ଯୋଉ ସାଧାରଣ କର୍ମୀ, ସେମାନେ କରିବେ କଣ? କର୍ମୀଙ୍କ କଥା ବି କହୁଛୁ, କୋଉଠିକି ଯିବେ? ହାତ ପାତିକି ରହିବେ, ଭାଇ କିଛି ଦିଅ, ଭାଇ କିଛି ଦିଅ, କଣ୍ଟ୍ରାକ୍ଟର ଦିଅ, କମିଶନ ନିଅ। କେତେ କଣ୍ଟ୍ରାକ୍ଟର ବାହାରିବ? କେତେ ଯଦି କମିଶନ ଖାଇବା ଉଦ୍ଦେଶ୍ୟରେ କଣ୍ଟ୍ରାକ୍ଟର ତିଆରି କରାଯିବ, ତାର ଡେଭଲପମେଣ୍ଟଟା କଣ?
शिक्षार अवस्था कौन हम स्वास्थ्यर अवस्था कौन हम ओडिशार भविष्य कौन हम विचार आपण मानकर टिके सब्सक्राइब करने रहिलु बहुत बहुत धन्यवाद।